ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ସରିଲା ଡେଡଲାଇନ୍। ଆସନ୍ତାକାଲିଠାରୁ କଡ଼ାକଡ଼ି ହେବ ଯାଞ୍ଚ। ଅମାନିଆଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନାହିଁ, ତେବେ ସାବଧାନ ହୋଇଯାନ୍ତୁ। ଏପ୍ରିଲ 1 ଅର୍ଥାତ୍ ଆସନ୍ତାକାଲିଠାରୁ ରାଜ୍ୟରେ ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଆରମ୍ଭ ହେବାକୁ ଯାଉଛି ଜୋରଦାର ଧରପଗଡ଼ା। ଚାଳକଙ୍କ ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବାଧ୍ୟତାମୂଳକ। ଏହା ନଥିଲେ 10,000 ପର୍ଯ୍ୟନ୍ତ ଜରିମାନା ଏବଂ ପେଟ୍ରୋଲ ପମ୍ପରେ ତେଲ ମିଳିବାରେ ଅସୁବିଧା ହୋଇପାରେ। ସାର୍ଟିଫିକେଟ ନଥିଲେ ଅମାନିଆଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ପରବର୍ତ୍ତୀ ଖବର, ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା। 4 ଜିଲ୍ଲାକୁ ଜାରି ହେଲା ଆଲର୍ଟ। ବର୍ତ୍ତମାନ ରାଜ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ଦିନ ଧରି ବର୍ଷା, ବିଜୁଳି ଘଡ଼ଘଡ଼ି ସହିତ ଝଟକା ପବନ ହେଉଛି। ତେବେ ଆସନ୍ତା 24 ଘଣ୍ଟାରେ କୁଆପଥର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି। ପରବର୍ତ୍ତୀ ଖବର, ଘାଟିରେ ବଡ଼ ଅଘଟଣ, ଓଲଟି ପଡ଼ିଲା ଏସ୍ଡି ଭର୍ତ୍ତି ଟ୍ୟାଙ୍କର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା 16 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏସିଡ୍ ଭର୍ତ୍ତି ଟ୍ୟାଙ୍କରଟି ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ହରିଡାମୂଳ ବଡ଼ଘାଟି ଓଲଟି ପଡ଼ିଛି। ସୂଚନା ଅନୁସାରେ ଏସିଡ୍ ଟ୍ୟାଙ୍କରଟି ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ଏସିଡ୍ ନେଇ ଅନୁଗୁଳ ଆସୁଥିବା ବେଳେ ଓଲଟି ପଡ଼ିଛି। ଉକ୍ତ ଟ୍ୟାଙ୍କରରେ 25 ଟନ୍ ଏସିଡ୍ ଥିଲା। ଟ୍ୟାଙ୍କରଟି ଓଲଟିବା ପରେ ଜାତୀୟ ରାଜପଥ 16 ଦେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି। ପରବର୍ତ୍ତୀ ଖବର, ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ। ଥରୁଛି ସାରା ଦୁନିଆ। ଇରାନର ଇସ୍ଫାହାନ ସହର ଉପରେ ଶକ୍ତିଶାଳୀ ବଙ୍କର ବଷ୍ଟର ବୋମା ମାଡ଼ କରି ଆମେରିକା ସୃଷ୍ଟି କରିଛି ତାଣ୍ଡବ। 900 କେଜି ଓଜନର ଏହି ବୋମା ମାଡ଼ରେ ଇରାନର ଆଣବିକ ଭିତ୍ତିଭୂମି ଧୂଳିସାତ ହୋଇଥିବା ବେଳେ ଖୋଦ ରାଷ୍ଟ୍ରପତି ଟ୍ରମ୍ପ ଏହାର ଭିଡିଓ ସେୟାର କରି ନିଜର ଶକ୍ତି ପ୍ରମାଣ ଦେଇଛନ୍ତି। ଅନ୍ୟପଟେ ଇରାନ ବି ଚୁପ୍ ବସିନାହିଁ। ଆମେରିକାର ଅତ୍ୟାଧୁନିକ MQ-9 ରେପର ଡ୍ରୋନକୁ ମାରି ଖସାଇ ଜବାବ ଦେଇଛି ତେହେରାନ। କେତେବେଳେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ତ ଆଉ କେତେବେଳେ ଇସ୍ରାଏଲର ପାୱାର ପ୍ଲାଣ୍ଟକୁ ଟାର୍ଗେଟ। ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ପରବର୍ତ୍ତୀ ଖବର, ସରିଲା ନକ୍ସଲ ମୁକ୍ତ ଭାରତ ଅଭିଯାନ ଡେଡଲାଇନ୍। କାଲିଠୁ ସରେଣ୍ଡର ନୁହେଁ, ସିଧା ଏନକାଉଣ୍ଟର। ମାଓ ମୁକ୍ତ ଭାରତ ଅଭିଯାନ କଣ୍ଟର ଆଜି ଶେଷ ଦିନ। ତେବେ ଓଡ଼ିଶା ଏଥିରୁ ମୁକ୍ତ ହୋଇସାରିଥିବା କହିଛନ୍ତି ଆଣ୍ଟି ନକ୍ସଲ ଅପରେସନ ADG। ହେଲେ ମାଓବାଦୀ ଲୁଟିଥିବା ସବୁ ଅସ୍ତ୍ର ଫେରି ନଥିବାରୁ ଏହାକୁ ଫେରାଇ ଆଣିବାକୁ ହେବ ପ୍ରୟାସ। ଏହାଛଡ଼ା ମାଓ ଗତିବିଧି ଯେପରି ପୁଣି ମୁଣ୍ଡ ନ ଟେକେ, ସେଥିପାଇଁ 2 ବର୍ଷ ଯାଏଁ କଡ଼ା ନଜରରେ ରଖିବେ ସୁରକ୍ଷାକର୍ମୀ। ତେବେ ଓଡ଼ିଶାରେ କେତେ ଛାତି ଥରା ଥିଲା 2 ଦଶନ୍ଧିର ମାଓ ହିଂସା। ପରବର୍ତ୍ତୀ ଖବର, ଶ୍ମଶାନରୁ 414 ସିଲିଣ୍ଡର ଜବତ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏପରି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗୋଟେ ପଟେ ଦେଶରେ ସିଲିଣ୍ଡରର ଅଭାବ ଥିବାବେଳେ ଶ୍ମଶାନରୁ 414 ସିଲିଣ୍ଡର ମିଳିବା ନିଶ୍ଚିତ ପକ୍ଷେ ଆଶ୍ଚର୍ଯ୍ୟଜନକ। ଏହି ବେଆଇନ ଗ୍ୟାସ୍ କାରବାର ଏବଂ ସିଲିଣ୍ଡର ପରିବହନ ପାଇଁ ବ୍ୟବହୃତ ହେଉଥିବା ଏକାଧିକ ଗାଡ଼ିକୁ ମଧ୍ୟ ଅଧିକାରୀମାନେ ଜବତ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବୋଲେରୋ କାର୍, ଟାଟା ଏସି, ଟାଟା ମ୍ୟାଜିକ୍, ଟାଟା ଇଣ୍ଟ୍ରା, ପିଆଜିଓ ଅଟୋ ଏବଂ DCM ଟ୍ରକ୍ ଆଦି ସାମିଲ ରହିଛି। ପରବର୍ତ୍ତୀ ଖବର, ଉତ୍ତରପ୍ରଦେଶର କାନପୁରରେ ମାତିଛନ୍ତି କିଡନୀ ପ୍ରତିରୋପଣ ଗ୍ୟାଙ୍ଗ। ଆଉ ଏବେ ଏହି ବଡ଼ ଅବୈଧ ରାକେଟରେ ପର୍ଦ୍ଦାଫାଶ ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଗରିବ ଏବଂ ଅଭାବୀ ବ୍ୟକ୍ତିଙ୍କ ଠାରୁ କମ୍ ମୂଲ୍ୟରେ କିଡନୀ କିଣା ଯାଉଥିଲା।
କେବଳ ରୋଗୀଙ୍କୁ ଯଥେଷ୍ଟ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିଲା। ପରବର୍ତ୍ତୀ ଖବର ସାରା ବିଶ୍ୱରେ ଧୁରନ୍ଧର 2ର ମହାଧମାକା। କେବଳ ଭାରତର ନୁହେଁ, ଭାରତ ବାହାରେ ବି ଧୁରନ୍ଧର 2ର ମହାଧମାକା। ବକ୍ସ ଅଫିସରେ କମାଲ କରୁଛି ଆଦିତ୍ୟ ଧାରଙ୍କ ଫିଲ୍ମ ଧୁରନ୍ଧର 2। 12 ଦିନରେ ବିଶ୍ୱବ୍ୟାପୀ 1300 କୋଟି ପାର କରିସାରିଲାଣି। 2ଟି ସୁପରହିଟ୍ ୱିକେଣ୍ଡ ପରେ ବି ୱାର୍କିଂ ଡେରେ ଫିଲ୍ମର କ୍ରେଜ୍ କମିବାରେ ନାଁ ନେଉନି। RRR, KGF, ଯବାନ, ପଠାନ ପରି ଫିଲ୍ମକୁ ପଛରେ ପକାଇ ଦେଇଛି ଧୁରନ୍ଧର 2।